ଯୁବ ଓ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ବୃକ୍ଷରୋପଣ ଅନୁଷ୍ଠିତ। କୁକୁଡ଼ାଖଣ୍ଡି ଅଞ୍ଚଳରେ ଆଜି ଯୁବ ଓ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ମିଳିତ ବୃକ୍ଷରୋପଣ ଅନୁଷ୍ଠିତ ହୋଇଯାଇଛି। ବିଗତ ବର୍ଷର ଗ୍ରୀଷ୍ମ ପ୍ରଭାବ ଭୀଷଣ ଉତ୍ତପ୍ତ ଅନୁଭବ କରି ବୃକ୍ଷରୋପଣ କରିବାକୁ ନିତ୍ୟାନ୍ତ ଉପଯୋଗୀ ବୋଲି ଜନସାଧାରଣଙ୍କ ହୃଦୟଙ୍ଗମ କରି ବନ ମହୋତ୍ସବ ପାଳନ କରିଛନ୍ତି। ଆଜି କୁକୁଡ଼ାଖଣ୍ଡି ଗ୍ରାମର ବହୁ ଯୁବକ ଏବଂ ବରିଷ୍ଠ ନାଗରିକ ମାନେ ମିଳିତ ଭାବେ ବୃକ୍ଷରୋପଣ କରିବା ସହ ସମସ୍ତ ଅଞ୍ଚଳବାସୀଙ୍କୁ ବୃକ୍ଷରୋପଣ ସହ ରକ୍ଷଣାବେକ୍ଷଣ କରିବାକୁ ଅନୁରୋଧ କରିଥିଲେ। ଗଛର ମହତ୍ୱ ଓ ଉପକାରିତା ଉପରେ ସଚେତନତା ସୃଷ୍ଟି କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଅଶ୍ୱିନୀ କୁମାର ସାହୁ ଯୋଗ ଦେଇଥିବା ବେଳେ କେ କୃଷ୍ଣା କୁମାରୀ, ବି ପ୍ରକାଶ ଦୋରା, ଅଦଳ ନନ୍ଦ କିଶୋର, ଅଦଳ ଅଜିତ, ସଂଯୋଗ ପଟ୍ଟନାୟକ, ବିପିନ ବିହାରୀ ସାହୁ, ସତ୍ୟ ଦୋରା, ବିଟୁ ଦଳେଇ, ଏମ ବାନାର୍ଜୀ, ଏ ସନ୍ୟାସୀ, ଶ୍ରୀରାମୁଲୁ, ଆଦିକନ୍ଦ, ଏ ଆପ୍ପାରାଓ, ପି ପ୍ରକାଶ, ଏସଏନ ଶୁକ୍ଲା, ଦିବ୍ୟାଂଶୁ ସାହୁ, ଓମ ପ୍ରକାଶ ଦଳେଇ, ଶୁଭମ, ଶିବା, ଦୀପାଳି ସାହୁ, ଦୀପକ ସାହୁ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କରାଯାଇଛି। ବ୍ରହ୍ମପୁର ଏପିଲି ପୂର୍ଣ୍ଣଚନ୍ଦ୍ରଙ୍କ ରିପୋର୍ଟ, ନ୍ୟୁଜ୍ 10 ଓଡ଼ିଶା। ସଂଗ୍ରାମ ଆସନ୍ତୁ ଆଗକୁ ଆଉନ ଆଜ୍ଞା ଆସନ୍ତୁ ଭଲ ଆଜ୍ଞା ଦିଅନ୍ତୁ ନା ସିମେଣ୍ଟ ଦିଅନ୍ତୁ ଗାଙ୍କେରା ମାଟିଟା ଦିଅନ୍ତୁ ହେଲା ସେ କାଙ୍କରା ମାଟିଟା ପକ କାଙ୍କରା ମାଟିଟା ପକ ତାପରେ ମାଟି ପୁରା ପକେଇ ଦିଅ ପକ ଯେତିକି ମାଟି ଅଛି ପକେଇ ଦିଅ। ମୁଁ କୁକୁଡ଼ାଖଣ୍ଡି ବ୍ଲକ ଅଧୀନରେ ସମିସଭ୍ୟ ଥିଲି, କୋଅପରେଟିଭ ନିର୍ବାଚନରେ ବି ଥିଲି, ରାଜ୍ୟ ରାଜନୀତିରେ ବି ରହିଛି। କିନ୍ତୁ ମୋର ରାଜନୀତି ଗୋଟେ ପ୍ରକାର କାର୍ଯ୍ୟକ୍ରମ, ସମାଜ ସେବା କରିବା ଗୋଟେ ପ୍ରକାର କାର୍ଯ୍ୟକ୍ରମ। ମୋର ସବୁବେଳେ ଥାଏ ଧନୀ ଗରିବ ଜାତି ସମସ୍ତଙ୍କ ନିର୍ବିଶେଷରେ ସମସ୍ତଙ୍କୁ କେମିତି ଆମେ ୱାର୍କଆଉଟ୍ କରିବା, ଆଗକୁ ବଢ଼ିବା, ଏନକରେଜ୍ କରିବା, ଗଛ ଲଗାଇବା, ମନ୍ଦିର ତୋଳିବା। ଆମ ଗାଁର ମନ୍ଦିର ଅଛି, ଆମ ଗାଁ ମନ୍ଦିରକୁ ତିଆରି କରିପାରୁନେ, ସରକାର ପଇସା ଦିଅନ୍ତୁ, ନୂଆ ମନ୍ଦିର କରିବାର କ'ଣ ଆବଶ୍ୟକ ଅଛି? କଥା ହେଉଛି ଯେଉଁଠି ଆମେ ଗଛ ଲଗାଇଲେ ଗଛଟି ବଢ଼ାଇବା, ରାସ୍ତାକୁ ତିଆରି କରିବା, ତାକୁ ସଫା ରଖିବା, ତାକୁ ନାଳ ଇଏକୁ ସଫା କରି ରଖିବା, ସେଇଟା ଆମ କର୍ତ୍ତବ୍ୟ। ମୁଖ୍ୟ ହେଉଛି ଆଜି ଯେଉଁ କାର୍ଯ୍ୟକ୍ରମରେ ଗୋଟେ ଖୁସି ଲାଗିଲା, ଯେହେତୁ ଆମ ଓଡ଼ିଶାର ସେ ମୟୂରଭଞ୍ଜ ଜିଲ୍ଲା ହେଲେ ବି ରାଷ୍ଟ୍ରପତି ଯିଏ ଦ୍ରୌପଦୀ ମୁର୍ମୁ ସିଏ ଆଜି ଓଡ଼ିଶା ପାଇଁ ଏତିକି ଦିନ 2 ଦିନ କି 3 ଦିନ ସେ ସମୟ ଦେଇଛନ୍ତି। କାହା ପାଇଁ ନା ରଥଯାତ୍ରା ଉପଲକ୍ଷେ ଦେଇଛନ୍ତି। ତାଙ୍କ ଉଦ୍ଦେଶ୍ୟରେ ଯେହେତୁ ଆମେ ଦେଖିଲୁ କୁକୁଡ଼ାଖଣ୍ଡରୁ ଆମର ଗୋଟେ ଭଉଣୀ ମୋ ସହିତ ବି ସମିସଭ୍ୟ ଥିଲା, କେ କୃଷ୍ଣା କୁମାରୀ, ସିଏ ବି ରାଷ୍ଟ୍ରପତିରୁ ପୁରସ୍କୃତ ହେଇଥିଲା। ସମସ୍ତଙ୍କୁ ଉଦ୍ଦେଶ୍ୟ ସହିତ ବିଟୁ ଦଳେଇ ଅଛି, ଆମର ସାର୍ ଅଛନ୍ତି ଯେଉଁଟାକି ବିନାୟକ ଟ୍ୟୁଟୋରିଆଲ ଇନଷ୍ଟିଟ୍ୟୁସନ୍, କିନ୍ତୁ ବିଭିନ୍ନ ଯେଉଁ ୟଙ୍ଗ ପିଲା ଏନକରେଜ୍ ହେଇକି ଏଇଠି ଅଛନ୍ତି, ଏଇଟା ରାଜନୈତିକ କାର୍ଯ୍ୟ। ସେମାନଙ୍କୁ ନେଇକି ତାଙ୍କୁ ଉତ୍ସାହ କରିବା, ତାଙ୍କୁ ଆମେ କାମ କରାଇବା, ତାକୁ ଆଗକୁ ନେଇକି ବଢ଼ାଇବା। ଖାଲି ଆମେ ଗଛ ଲଗାଇଦେଲେ ହେବନି, ଗଛକୁ ଲଗାଇବା, ଗଛକୁ ବଢ଼ାଇବା, ତା ସହିତ ଆମ ରାସ୍ତା ଆମର କେମିତି ଉନ୍ନତି ହେବ, ସିଏ ହେଉଛି ଆମର ଲକ୍ଷ୍ୟ। ରିଟାୟାର୍ଡ ଫାର୍ମାସିଷ୍ଟ ମୁଁ ବର୍ତ୍ତମାନ ଆମର ଶ୍ରୀ ସତ୍ୟ ସାଇ ସେବା ସଂଗଠନର କନଭେନର ହିସାବରେ କୁକୁଡ଼ାଖଣ୍ଡିରେ ମୁଁ ଅଛି। ଆଚ୍ଛା, ଆଜି ବୃକ୍ଷ ଯେଉଁ ଆପଣ ପଚାରିଲେ କ୍ୱେଶ୍ଚନଟା, ଆଜି ଏ ବର୍ଷର ଯେଉଁ ଖରାଦିନର ଯେଉଁ ଜିନିଷ ସମସ୍ତେ ଅନୁଭବ କରିଥିବେ, ଯେ ନିଶ୍ଚିତ ଭାବରେ ସମସ୍ତେ ଜାଣିବେ ଯେ ମୋ ଘର ଦାଣ୍ଡରେ ଯଦି ଗୋଟେ ଗଛଟି ଥାନ୍ତା, କରେଣ୍ଟ ପଳେଇଲେ ମଧ୍ୟ ମୁଁ ସେ ପାଖରେ ବସିଥାନ୍ତି। ଏ ପ୍ରକାର ଜିନିଷ ସମସ୍ତେ ଫିଲ୍ କରିଛନ୍ତି। ତେଣୁ ମୋର କହିବାର ଉଦ୍ଦେଶ୍ୟ ହେଉଛି ଏଥିରେ ସରକାର ମଧ୍ୟ ସହଯୋଗ କରନ୍ତୁ, ପ୍ରତ୍ୟେକ ଗ୍ରାମବାସୀମାନେ ମଧ୍ୟ ସହଯୋଗ କରନ୍ତୁ। ପ୍ରତ୍ୟେକ ପରିବାର ନିଜର ଗୋଟେ ଯେମିତି ଗୋଟେ ନିଜର ବାପା ମା ଯେ ଅଛନ୍ତି ତାଙ୍କ ନାଁରେ ପ୍ରତ୍ୟେକ ପରିବାର ଯେଉଁଠି ଜାଗା ପାଇଲା ତାଙ୍କର ଅଛି ଲଗାନ୍ତୁ, ନଚେତ୍ କାହାରି ଜାଗାରେ ହେଲେ ମଧ୍ୟ ଗୋଟେ ଗଛ ରଖନ୍ତୁ, ସେଇଟାକି ଗଣନ୍ତୁ, ତାକୁ ଗୋଟେ ନାଁ ଦିଅନ୍ତୁ। ତାଙ୍କ ପରିବାରର ଯେଉଁ ଉତ୍ତରାଧିକାରୀ ଯେଉଁ ଅଛନ୍ତି, ଯେଉଁମାନେ ଯାଇଛନ୍ତି ବୟୋଜ୍ୟେଷ୍ଠ ଲୋକ,
ତାଙ୍କ ନାଁରେ ତାକୁ ନାମିତ କରନ୍ତୁ, ଯାହାଦ୍ୱାରା ସେ ଗଛକୁ ସେମାନଙ୍କର ଗୋଟେ ସ୍ନେହ ମମତା ଗୋଟେ ରହିବ। ଏଇ ଯେଉଁ ଗଛ ପ୍ରେମ ତୋର ହିସାବରେ ଆମର ସତ୍ୟ ସାଇ ସେବା ସଂଗଠନର ଆଜକୁ 3 ବର୍ଷ ହେଲା ଏଇ କାର୍ଯ୍ୟକ୍ରମରେ ଅଛି। ଏ ବର୍ଷ ଆମେ କାର୍ଯ୍ୟକ୍ରମ 5 ଲକ୍ଷ ଗଛ ଓଡ଼ିଶା ସାରା ଲଗାଇବା ପାଇଁ ଆମେ ଇଏ କରୁଛୁ। ଆଉ ସମସ୍ତ ଯେଉଁ ଆମର ୟଙ୍ଗ ଭାଇମାନଙ୍କୁ ମୁଁ ଆଉ ଭଉଣୀମାନଙ୍କୁ ମୁଁ କହୁଛି ଯେ ଆମେ ମଧ୍ୟ ଏ ପ୍ରେମ ତୋର ବିଷୟରେ ସତ୍ୟ ସାଇ ସଂଗଠନ ତରଫରୁ ଏ ଗାଁରେ ମଧ୍ୟ ଗଛପତ୍ର ଲଗାଇବା ପାଇଁ ଚେଷ୍ଟା କରୁଛୁ। କିନ୍ତୁ ଆମର ଯେଉଁ ସଂଗଠନ ଅଛି ଆମେ ସମସ୍ତେ ବয়োଜ୍ୟେଷ୍ଠ ଲୋକ, ତେଣୁ ଏଇ ଯୁବଗୋଷ୍ଠୀ ମଧ୍ୟ ଆମର ସେ କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତୁ ଏବଂ ସାହାଯ୍ୟ କରନ୍ତୁ। 4-5 ଦିନ ପୂର୍ବେ କିଛି ଛାତ୍ର ଆସିଥିଲେ, ସେମାନେ କିଛି ସହଯୋଗ ମାଗିଲେ, ଆଉ ଆମେ କିଛି ଗଛ ଲଗାଇବା, ଗାଁରେ ଉନ୍ନତି କରିବା, ଡେଭଲପ୍ କରିବା। ମୁଁ ସେମାନଙ୍କୁ ସହଯୋଗ କରି କିଛି ବରିଷ୍ଠ ନାଗରିକଙ୍କୁ ନେଇ ଆଜି ଗଛ ଲଗା ଯୋଜନା ଆରମ୍ଭ କରିଛି। ଆଉ ଗଛ ମଣିଷ ହେଲେ ମଣିଷ ବଞ୍ଚିବ, ଗଛ ମଣିଷ ହେଲେ ହିଁ ମଣିଷ ବଞ୍ଚିବ, ଏହା ମୋର ଚିନ୍ତାଧାରା ଓ ଲକ୍ଷ୍ୟ। এই যে আমি 50-60 গছ লগাই বলছু, আগামী 2 বর্ষ ভিতরে এই গছ নিশ্চিত 50-60 গছ এই প্লটে নিশ্চিত থিব, ଏହା ମୋର ଆଶା। ଆଉ ବରିଷ୍ଠ ନାଗରିକମାନେ ଆମକୁ ସହଯୋଗ କରି ଆଉ ଆମକୁ ଉପଦେଷ୍ଟା ଦେବେ। ଦେଖାଯାଉଛି ଯେ ଏଇଥିପାଇଁ ଏଇ ଜାଗାରେ ଲଗେଇଲୁ, ଯେହେତୁ ଆମର ଘର ଏଇସବୁ ଅଛି ଏଇ ଜାଗାରେ, ଆମେ ସେଇ ଯେଉଁ ଜାଗାରେ ଗଛ ଲଗେଇଛୁ ସେଇ ଲୋକମାନଙ୍କୁ ଆମେ ଗୁହାରି କରିବୁ କିମ୍ବା ଯାହା ବି ବୁଝେଇ କହିବୁ ଯେ ଏଇ ଗଛ ଆପଣଙ୍କ ଦ୍ୱାରରେ ଲଗାଯାଇଛି ଆଉ ଆପଣ ଏହାର ଯତ୍ନ ନେଇ ନିଶ୍ଚିତ ଗଛକୁ ବଡ଼ କରିବେ। ଯଦି ସେମାନେ ବଡ଼ କରୁନାହାନ୍ତି ତାହେଲେ ଆମେ ତାକୁ ସହଯୋଗ କରିବୁ। ସେଇଥିପାଇଁ ହିଁ ବରିଷ୍ଠ ନାଗରିକମାନଙ୍କୁ ନେଇକି ବରିଷ୍ଠ ନାଗରିକ ହିସାବରେ ପ୍ରତିଶ୍ରୁତି ଦେଉଛୁ, ଆପଣ ଯେଉଁ ହିସାବରେ ଡାକିବେ ଆମେ ସେଠି ଉପସ୍ଥିତ ହେବୁ, ପାଣି ବାଲ୍ଟିଟା ଆମେ ନିଶ୍ଚୟ ମୁଁ ହେଉଛି ସ୍ଥାନୀୟ ବରିଷ୍ଠ ନାଗରିକ ସଂଘର ଉପଦେଷ୍ଟା ତଥା ଆମର 8 ନମ୍ବର ଜୋନ୍ର ମଣ୍ଡଳ ସଭାପତି। ଏ ଯେଉଁ ମୁଁ କହିବି ଆଜିର ପବିତ୍ର ରଥଯାତ୍ରା ଅବସରରେ ଆମର ଯୁବଗୋଷ୍ଠୀ ଭାଇମାନେ ଯେଉଁ ପ୍ରକାର ପଦକ୍ଷେପ ନେଇଛନ୍ତି ତାହା ବାସ୍ତବରେ ସ୍ୱାଗତ ଯୋଗ୍ୟ। ଏଥିରେ ସେମାନେ ବରିଷ୍ଠ ନାଗରିକ ବା ଗାଁର ଯୁବପ୍ରେମୀ ସମସ୍ତଙ୍କୁ ନେଇ ଆଜି ଯେଉଁ କାର୍ଯ୍ୟକ୍ରମ କରିଛନ୍ତି ତାହା ବାସ୍ତବରେ ପ୍ରଶଂସନୀୟ। କାରଣ ଛୁଆ ପୋଷିବା ଯେତେ ସହଜ, ଗଛକୁ ପୋଷିବା ସେମିତି ସହଜ ନୁହେଁ। କାହିଁ ଗଛର ଅନେକ ଶତ୍ରୁ ଅଛନ୍ତି, ଗାଈଗୋରୁ ଠାରୁ ଆରମ୍ଭ କରି ମଣିଷ କୀଟ ପତଙ୍ଗ ପର୍ଯ୍ୟନ୍ତ ତା'ର ଶତ୍ରୁ, ତା'ର ଯତ୍ନ ନେବା ଏତେ ସହଜ ନୁହେଁ। ଆମେ ପିଲାବେଳେ ମୁଁ ଶିକ୍ଷକ ହିସାବରେ କହିବି, ଗୋଟେ ଗୀତ କହୁଥିଲୁ ଯେଉଁ ବାସ୍ତବ ଗଛ ହେଉଛି ପ୍ରକୃତରେ ବନ୍ଧୁ। କାହିଁକି ବୃକ୍ଷ ଦିଏ ଫୁଲ ଫଳ ଛାଇ ଅମ୍ଳଜାନ, ସେ ପୁଣି ଦିଏ ଆମକୁ ଘରୋଇ ଉପକରଣ। ତେଣୁ ଗଛର ତାତ୍ପର୍ଯ୍ୟ କେତେ ଗୁରୁତ୍ୱପୂର୍ଣ୍ଣ ତାକୁ ଆମେ ଜାଣିବା ଆବଶ୍ୟକ। ତେଣୁ ତାକୁ ବଞ୍ଚେଇବା, ଆଜ୍ଞା କହିଲା ଭଳି ତାକୁ ବଡ଼ କରିବା, ବଞ୍ଚେଇବା ଏତେ ସହଜ ନୁହଁ। ଆମେ କହୁ ମାଆର ପଣତ କାନି ଆମର ଆଶ୍ରୟ। ବାସ୍ତବରେ ମା ଆମକୁ ଆଶ୍ରୟ ଦିଅନ୍ତି କାହିଁକି? ଭବିଷ୍ୟତରେ ଆମେ ତାକୁ ସାହାଯ୍ୟ କରିବା। ଠିକ୍ ସେମିତି ଆଜି ଯେଉଁ ଗଛ ଲଗେଇଛେ ସେ ଭବିଷ୍ୟତରେ ଆମର ଯେଉଁ ପ୍ରାକୃତିକ ବିପର୍ଯ୍ୟୟ ସେଇଠୁ ଆମକୁ ରକ୍ଷା କରିବ, ଆମକୁ ସମସ୍ତ ଉପକରଣ ଯୋଗାଇବା ସଙ୍ଗେ ସଙ୍ଗେ ଆମର ଭବିଷ୍ୟତରେ ସେ ସହାୟକ ହୋଇପାରିବ। ଗୋଟେ ପାଠ ଥିଲା ଗଛ ଲଗାଇବା କାହା ପାଇଁ, ଆମେ ଜାଣିଛେ। ଆଜି କଥା ଲୋକ ଗାଁ ଗହଳିରେ କହନ୍ତି ବାପା ଲଗାଇଲା ତାଳ, ପୁଅର ଗଲା କାଳ, ନାତି ଖାଇଲା ଫଳ। ଅର୍ଥାତ୍ ବାପା ଲଗେଇଥିଲେ, କୁସୁମ ବାପା ଲଗେଇଥିଲେ, ଜେଜେବାପା ଲଗେଇଥିଲେ, ସେ ଭୋଗ କରିପାରିଲାନି। ବାପାଙ୍କର କାଳ ହେଇଗଲା, ଭୋଗ କଲା କିଏ? ନାତି। ସେମିତି ଆମେ ଗଛ ଲଗେଇଥିଲେ ଆମର ପରପିଢ଼ି, ଆମର ଉତ୍ତରାଧିକାରୀ ତାକୁ ତାର ମହତ୍ଵ ଉପଲବ୍ଧି କରିବେ, ତାକୁ ଆଶ୍ରୟ ଦେବେ, ଆଉ ତାର ଆଶ୍ରୟ ନେଇକରି ଭବିଷ୍ୟତରେ ଜୀବନ ଗଢ଼ିବେ। ଏହା ହିଁ ଆମର କାମନା। ତେଣୁ ଯୁବଗୋଷ୍ଠୀକୁ ମୁଁ ପୁଣି ଥରେ ଧନ୍ୟବାଦ ଦେବି ଏହି ମହତ କାମ ପାଇଁ। କୁକୁଡ଼ାଖଣ୍ଡି ଗ୍ରାମ ଆଚ୍ଛା ମାହାତ୍ମ୍ୟ ଆମେ ଯଦି ବଖାଣିବା ତାହେଲେ ବହୁତ ଅଛି। ସେ ଭିତରୁ ଆମେ ଦେଖିବା କରୋନା ସମୟରେ ଯେଉଁ ଆମର ଅମ୍ଳଜାନର ଅଭାବ ରହିଥିଲା, ଯଦି ଆମେ ଗଛ ଲଗାଇଥାନ୍ତେ ତ ସେ ଅମ୍ଳଜାନର ଅଭାବ ଆମକୁ ଦରକାର ହେଇନଥାନ୍ତା। ତାପରେ ଆମେ ଦେଖିବା ଆମର ଯେଉଁ ନିତ୍ୟ ବ୍ୟବହାର ଯେଉଁ ଜିନିଷ ଭିତରେ ଖଟ ହେଉ କି ମୋ ଘରର କବାଟ ହେଉ, ଏସବୁ ତ କିଏ ନା କିଏ ଜଣେ ଗଛ ଲଗାଇଥିଲେ। ସେଥିପାଇଁ ଆଜି ସେ କାଠରେ ମୁଁ କବାଟ ବନେଇଲି, କି ଡାଇନିଂ ଟେବୁଲ୍ ବନେଇଲି, କି ମୁଁ ଗୋଟେ ଖଟ ବନେଇଲି। ତ ଆଜି ମୁଁ ସେଇଭଳି ଭାବୁଛି ଯେ ମୁଁ ଯଦି ଗୋଟେ ଗଛ ଲଗାଇଥିବି ତ ମୋର ଆଗାମୀ ପିଢ଼ି ଯେଉଁମାନେ ଆସିବେ ସେମାନଙ୍କ ପାଇଁ ମଧ୍ୟ ଏହା କିଛି ନା କିଛି ଆବଶ୍ୟକରେ ଆସିବ। କିଛି ନହେଲେ ତ ଆମର ଗୋଟେ ବାଟୋଇ ପାଇଁ ଗୋଟେ ଛାଇ ବି ମିଳିପାରିବ। ଫଳ ଗଛ ଯଦି ଲଗେଇଛେ, ଆଜି ମୁଁ ଲଗେଇଛି, ସେ ବଡ଼ ହେଲା ପରେ ମୋର ଆଗାମୀ ପିଢ଼ି ସେମାନେ ଫଳ ବି ଖାଇପାରିବେ। ତ ଗଛର ମାହାତ୍ମ୍ୟ ଯଦି ଆମେ କହିବା ତାହେଲେ ବହୁତ କିଛି ଅଛି ଯାହା ଆମ